ଆକାଶରୁ ହେଉଛି ଅଗ୍ନିବର୍ଷା। ତତଲା କଡ଼େଇରେ ଭାଜି ହେଉଛି ବୌଦ୍ଧ ଜିଲ୍ଲା। ପ୍ରବଳ ଖରା ଯୋଗୁଁ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ପାନୀୟ ଜଳର ଅଭାବ ମଧ୍ୟ ପରିଲକ୍ଷିତ ହୋଇଛି। ବିଶେଷ ଭାବରେ ଗୃହପାଳିତ ପଶୁପକ୍ଷୀଙ୍କର ମଧ୍ୟ ତ୍ରାହି ନାହିଁ। ଜିଲ୍ଲାରେ ପାରଦ ଲଗାତାର 15ରୁ 20 ଦିନ ହେଲା 43 ଡିଗ୍ରୀ ଉପରେ ରହି ଓଡ଼ିଶାର ଉତ୍ତପ୍ତ ଜିଲ୍ଲା ଭାବରେ ପରିଗଣିତ ହୋଇଛି ବୌଦ୍ଧ ଜିଲ୍ଲା। ଗୋଟେପଟେ ଦ୍ରୁତ ଗତିରେ ଗଛଗୁଡ଼ିକ ନାନା ବାହାନା କରି କାଟି ଦେଉଥିବା ଯୋଗୁଁ ଆହୁରି ପ୍ରଚଣ୍ଡ ଖରା ଅନୁଭୂତ ହେଉଥିବା ପରିଲକ୍ଷିତ ହୋଇଛି। ନାମକୁ ମାତ୍ର ପଥପ୍ରାନ୍ତ ବନୀକରଣ ଯୋଜନା ରହିଛି ବୋଲି ସୂଚନା ମିଳିଛି। ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ପାନୀୟ ଜଳର ସମସ୍ୟା ଲୋକଙ୍କ ଦୁଃଖକୁ ଆହୁରି ବଢ଼ାଇ ଦେଇଛି। ଜଳ ସଙ୍କଟ ଦୂର କରିବା ପାଇଁ ଜିଲ୍ଲାରେ ହୋଇଥିବା 3ଟି ମେଗା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ସମ୍ପୂର୍ଣ୍ଣ ହେଉନଥିବାରୁ ଜଳ ସଙ୍କଟ ଲାଗି ରହୁଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପଞ୍ଚାୟତକୁ ଜଳଛତ୍ର ଖୋଲିବାକୁ ନିର୍ଦ୍ଦେଶ ଦିଆଯାଇଛି ସତ, ହେଲେ ଅନେକ ସ୍ଥାନରେ ବ୍ୟବସ୍ଥା ହୋଇନଥିବା ଜଣାପଡ଼ିଛି। ଏଭଳି ଗରମ ଗୁଳୁଗୁଳି ସମୟରେ ମଣିଷମାନଙ୍କ ସହିତ ପଶୁପକ୍ଷୀମାନେ ମଧ୍ୟ ଜଳ ପାଇଁ ପ୍ରଭାବିତ ହେଉଥିବା ଦେଖାଯାଇଛି। ବର୍ତ୍ତମାନ ଆଜି ଦିନରେ ସାରା ପଶ୍ଚିମ ଓଡ଼ିଶା ସମେତ ଓଡ଼ିଶା ଜଳୁଛି। ତ ପଶ୍ଚିମ ଓଡ଼ିଶା ସେନୁ ବୌଦ୍ଧ ଜିଲ୍ଲାରେ ବର୍ତ୍ତମାନ ଏତେ ଗ୍ରୀଷ୍ମ ପ୍ରବାହ ହେଉଛି ଯେନ୍ଟାକି 42-43 ଡିଗ୍ରୀ ପ୍ରତିଦିନ ରହୁଛି। ଆଉ ଗତ 4-5 ଦିନ ତଳେ ତ 48 ଡିଗ୍ରୀ। ତ ଏବେ କାଣା ହଉଛେ ଏଇ ଅସହ୍ୟ ତାତି ଖରା ଝାଞ୍ଜି ଏଥିର୍ଲାଗିନ ଲୋକ ଅସ୍ତବ୍ୟସ୍ତ ହୋଇ ପଡ଼ୁଛନ୍। ସାଧାରଣ ଲୋକ ପୁରା ରାସ୍ତାଘାଟ ଜନଶୂନ୍ୟ ହୋଇ ପଡ଼ୁଛେ। ସାଧାରଣ ଲୋକ ଯିବା ଆସିବା ବି କରି ନାଇଁ ପାରବାର୍କେ। ସକାଳ 8ଟାରୁ 10:30, 11ଟା ଭିତରେ ଏତେ ମାତ୍ରାରେ ମାନେ ଝାଞ୍ଜି ପବନ ବହୁଛେ ଯେ ଲୋକ ପୁରା ଜନଜୀବନ ଅସ୍ତବ୍ୟସ୍ତ ହେଉଛେ। ଲୋକ ପୁରା ରାସ୍ତାଘାଟରେ ଚାଲି ନାଇଁ ପାରବାର୍କେ। ତ ବୌଦ୍ଧ ଜିଲ୍ଲାରୁ ପ୍ରଶାନ୍ତ କୁମାର ପ୍ରଧାନଙ୍କ ରିପୋର୍ଟ, ସମ୍ଭବ ଟିଭି ଓଡ଼ିଆ।